हेलो माय डियर स्टूडेंट, आज आम ये भिडियो देखा इंटरनल असेसमेंट 4 रो एस्पिरेशनल कंपोनेंट क्लास 10 पई ओडिया रो। तो फास्ट क्वेश्चन, चयन करथिया पुस्तक मध्यरु कोनोसी एक पद्यर सार कथा लेख। तो बही हला हमर ओडिया बुक, पद्यटी हला राघवंक लंका यात्रानुकूल। तार सार कथाटी लिखिबार अछि। लंकार राजा दशनंदनଙ୍କ द्वारा अपहृता सीताଙ୍କ अन्वेषणରେ घन ଅରଣ୍ୟରେ ମଧ୍ୟରେ ବୁଲୁଥିଲା ବେଳେ ଶ୍ରୀରାମ ଓ ଅନୁଜ ଲକ୍ଷ୍ମଣ ଆହତ ଜଟାୟୁକୁ ଭେଟିଲେ। ସତୀ ସୀତାଙ୍କୁ ଲଙ୍କପତି ରାବଣ ଅପହରଣ କରି ପୁଷ୍ପକ ବିମାନରେ ଲଙ୍କାପୁରୀ ନେଇଯାଇଥିବାର ସମ୍ବାଦ ସେମାନେ ତାହାଠାରୁ ଅବଗତ ହେଲେ। ଶ୍ରୀରାମ ସୁଗ୍ରୀବଙ୍କ ସହ ମିତ୍ରତା ସ୍ଥାପନ କରି କିଷ୍କିନ୍ଧାରେ ବାଲିକୁ ବଧ କଲେ। ଶ୍ରୀରାମଙ୍କ ନିର୍ଦ୍ଦେଶ ମତେ କପିଶ୍ରେଷ୍ଠ ହନୁମାନ ଦୂତ ରୂପେ ସମୁଦ୍ର ଲଙ୍ଘନ କରି ରାବଣପୁରୀ ଲଙ୍କାଗଡ଼ରେ ମା ଜାନକୀଙ୍କୁ ଠାବ କଲେ ଏବଂ ତାଙ୍କଠାରୁ ରତ୍ନହାର ଆଣି ରାମଚନ୍ଦ୍ରଙ୍କୁ ଦେଇ ତାଙ୍କ ମନରେ ଲଙ୍କାପୁରୀରେ ସୀତାଙ୍କ ଅବସ୍ଥାନ ସମ୍ପର୍କିତ ସନ୍ଦେହ ମୋଚନ କରାଇଲେ। ପରେ ପରେ ଲଙ୍କପତି ରାବଣର ଅନୁଜ ବିଭୀଷଣକୁ ଶ୍ରୀରାମଙ୍କୁ ସାକ୍ଷାତ କରି ତାଙ୍କର ଶରଣାପନ୍ନ ହେଲା ଏବଂ ଲଙ୍କାପୁରୀ ସମ୍ପର୍କରେ ବହୁ ତଥ୍ୟ ତାକୁ ଅବଗତ କରାଇଲା। ଶ୍ରୀରାମ ଲକ୍ଷ୍ମଣଙ୍କ ସହ କିଷ୍କିନ୍ଧା ରାଜା ସୁଗ୍ରୀବ, କପିବର ହନୁମାନ, ବାଳିପୁତ୍ର ଅଙ୍ଗଦ, ନଳ ନୀଳଙ୍କ ସମେତ ସମସ୍ତ ବାନର ସୈନ୍ୟ ଓ ଜାମ୍ବମାନଙ୍କ ନେତୃତ୍ୱରେ ସୈନ୍ୟମାନେ ଲଙ୍କାଭିଯାନ ପାଇଁ ପ୍ରସ୍ତୁତ ହୋଇ ସମୁଦ୍ର ତଟରେ ଉପସ୍ଥିତ ହେଲେ। ଏଇଟା ଥିଲା ତାର ସାର କଥା। ତାପରେ ଯେ ଆମେ ଦୁଇ ନମ୍ବର କ୍ୱେଶ୍ଚିନ୍ ହେଲା ଫକୀରମୋହନ ସେନାପତିଙ୍କ ଜୀବନୀ ଓ କୃତି ସମ୍ପର୍କରେ ସଂକ୍ଷେପରେ ବର୍ଣ୍ଣନା କର। ଫକୀରମୋହନ ସେନାପତି 13 ଜାନୁଆରୀ 1843 ଜନ୍ମଗ୍ରହଣ କରିଥିଲେ। ଜଣେ ଓଡ଼ିଆ ଲେଖକ ତଥା ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ। ସରସ୍ୱତୀ ସମ୍ମାନରେ ଭୂଷିତ ସାରସ୍ୱତ ସାଧକ ଫକୀରମୋହନ ଓଡ଼ିଆ ଭାଷା ସୁରକ୍ଷା ପାଇଁ ଜୀବନ ସାରା ପ୍ରୟାସ କରିଥିଲେ। ସେ ଥିଲେ ଓଡ଼ିଆ ଭାଷା ସାହିତ୍ୟର ଯଥାର୍ଥ ସେନାପତି। ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନରେ ଅନ୍ୟତମ ସାରଥୀ। ସ୍କୁଲ ଶିକ୍ଷକ ଥିଲାବେଳେ ସେ ପ୍ରକାଶ କରିଥିଲେ ବାଲେଶ୍ୱର ସମ୍ବାଦ ବାହିକା ନାମକ ଏକ ସମ୍ବାଦପତ୍ର। ସେ 1868ରେ ପ୍ରଥମ ସାହିତ୍ୟ ପତ୍ରିକା ବୋଧଦାୟିନୀ ପ୍ରକାଶ କରିଥିଲେ। ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସେ ଅନେକ ପାଠ୍ୟପୁସ୍ତକ ରଚନାରେ ମନୋନିବେଶ କରିଥିଲେ। ଏହା ବ୍ୟତୀତ ସେ ବହୁ କବିତା, ଗଳ୍ପ, ଉପନ୍ୟାସ ଓ ପ୍ରବନ୍ଧର ରଚୟିତା। ଉତ୍କଳ ଭ୍ରମଣ ତାଙ୍କର ଏକ ଭିନ୍ନ ସ୍ୱାଦର କବିତା ପୁସ୍ତକ। ବ୍ୟାସକବିଙ୍କର ଅନ୍ୟାନ୍ୟ କବିତା ପୁସ୍ତକ ହେଉଛି ପୁଷ୍ପମାଳା, ପୂଜାଫୁଲ, ଅବସର ବାସରୀ, ଧୂଳି ଓ ବୋଧାବତାର କାବ୍ୟ। ତାଙ୍କର କାଳଜୟୀ ଯୁଗାନ୍ତକାରୀ ଉପନ୍ୟାସ ଗୁଡ଼ିକ ହେଉଛି ଛମାଣ ଆଠଗୁଣ୍ଠ, ଲଛମା, ମାମୁଁ, ପ୍ରାୟଶ୍ଚିତ। ସମାଜର ବିଭିନ୍ନ ଚରିତ୍ର ଓ ସମସ୍ୟାକୁ ନେଇ ସେ ରଚନା କରିଛନ୍ତି 20ଟି ଗଳ୍ପ। ଗଳ୍ପ ସ୍ୱଳ୍ପ ପ୍ରଥମ ଭାଗ ଓ ଦ୍ୱିତୀୟ ଭାଗ ଭାବରେ ଗଳ୍ପ ଗୁଡ଼ିକ ପ୍ରକାଶିତ। ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଥମ ଗଳ୍ପ ହେଉଛି ଫକୀରମୋହନଙ୍କର ରେବତୀ ଗଳ୍ପ। ସେ ମଧ୍ୟ ନନାଙ୍କ ପାଞ୍ଜି ପରି ରମ୍ୟ ରଚନା ସୃଷ୍ଟି କରି ନିଜର ଅମଳିନ ପ୍ରତିଭାର ପରିଚୟ ଦେଇଛନ୍ତି। ଏଇଟା ଥିଲା କ୍ଲାସ୍ 10ର ଏସ୍ପିରେସନାଲ କମ୍ପୋନେଣ୍ଟ ଇଣ୍ଟରନାଲ ଆସେସମେଣ୍ଟ 4ର ଓଡ଼ିଆର।